ବାପା ଓ ପୁଅଙ୍କ କଥା। ବାପା ଅପାଠୁଆକୁ ପୁଅ ପାଠୁଆ। ପୁଅ ଅନେକ ସମୟରେ ବାପାଙ୍କୁ ସିଧାସଳଖ ମୂର୍ଖ ନ କହିଲେ ବି କହୁଥାଏ, ବାପା ପାଠ ଦିଅକ୍ଷର ପଢ଼ିଥିଲେ ହେଇନଥାନ୍ତା। ବାପା କହନ୍ତି, ଆଉ ସେ କଥା ଦୋହରେଇ ଲାଭ କ'ଣ? ଏମିତି ଦିନ ଗଡ଼ି ଚାଲିଥାଏ। ଦିନେ ବାପା ପୁଅ ଠିକ୍ କଲେ ଯେ ଜଙ୍ଗଲ ଭିତରକୁ ଶିକାର ଲାଗି ଯିବେ। ଆବଶ୍ୟକ ପଡ଼ିଲେ ରାତି ରହଣି ଲାଗି ସାଙ୍ଗରେ ଖାଦ୍ୟପେୟ, ତମ୍ବୁ ପକାଇବା ଲାଗି ଜିନିଷପତ୍ର ନେଇ ଗଲେ। ସନ୍ଧ୍ୟା ବେଳକୁ ସେମାନେ ଦେଖିଲେ ଘରକୁ ଫେରିବା ସମ୍ଭବ ନୁହେଁ। ସୁତରାଂ ସେଠାରେ ତମ୍ବୁ ପୋତି ତା ଭିତରେ ଶୋଇବାକୁ ସ୍ଥିର କଲେ। ନିଶାର୍ଦ୍ଧରେ ବାପାଙ୍କ ନିଦ ଭାଙ୍ଗିଗଲା। ସେ ହଠାତ୍ ମୃଦୁ ଚିତ୍କାର କଲେ, ଆରେ ଆକାଶରେ ତାରା। ପୁଅର ବି ନିଦ ଭାଙ୍ଗିଗଲା। ସେ ମଧ୍ୟ କହିଲା, ବାଃ କି ନିର୍ମଳ ଆକାଶ, କି ସୁନ୍ଦର ତାରା। ବାପା ଟିକେ ଭ୍ରୁ କୁଞ୍ଚନ କରି ପୁଅ ଆଡ଼କୁ ଚାହିଁ କହିଲେ, ତାହେଲେ ତୁମେ କ'ଣ ଭାବୁଛ? ପୁଅ କହିଲା, ଆପଣ ସିନା ଖଗୋଳ ବିଜ୍ଞାନ ବିଷୟରେ ପଢ଼ିଥିଲେ କିଛି ଧାରଣା ପାଇଥାନ୍ତେ। ଏଇ ଦେଖନ୍ତୁ, ସେ ଯେଉଁ ଏକୁଟିଆ ତାରା ଦପଦପ କରୁଛି ତାହା ହେଉଛି ଧ୍ରୁବ ତାରା। ଏହାକୁ ଦେଖି ତ ବାଟ ଭୁଲିଥିବା ଲୋକ ଦିଗ ପାଆନ୍ତି। ଆଉ ସେ ଯେଉଁ ପ୍ରଶ୍ନବାଚକ ଚିହ୍ନ ଭଳି ତାରା ସତରା ସଜା ହେଇ ରହିଲା ଭଳି ହେଇଛନ୍ତି ତାହା ହେଲା ସପ୍ତର୍ଷି ମଣ୍ଡଳ। ଆଉ ବାପା ସମ୍ଭାଳି ପାରିଲେନି। ସେ ପୁଅର ବାଁ ଗାଲରେ ଥୋପିଟିଏ ଦେଇ କହିଲେ, ଧନ୍ୟରେ ପାଠୁଆ ମୂର୍ଖ, ତୁମ ମୁଣ୍ଡ ଉପରୁ କେହି ଜଣେ ତମ୍ବୁଟିକୁ ଚୋରେଇ ନେଇ ସାରିଲାଣି, ସେ କଥା ଜାଣିପାରୁଛୁ ନା ଖାଲି ତାର ଗଣୁଛୁ? କଥାଟି କହିସାରି ଗୁରୁ କହିଲେ, ପିଲାଏ, ଏହା ହେଲା ବୁଦ୍ଧିରହିତ ଜ୍ଞାନର ଉଦାହରଣ।